ମୋ ନାଁ ଶ୍ରୀ ଦୁର୍ଗାଚରଣ ପାଢ଼ୀ। ମୁଁ ଠାକୁରଙ୍କ ବଡ଼ ପଣ୍ଡା। ଶୃଙ୍ଗାରେଶ୍ୱର ହଟକେଶ୍ୱର ମନ୍ଦିର ଦୁଇଟି। ସେ କାରଣ ହେଉଛି ଏଠି ହେଉଛି ଆଳି ରାଜାଙ୍କର ଜାଗା ଥିଲା ଅତୀତରେ ଏବଂ ଜମିଦାର ଦୁଇଟା ଜାଗା ସମ୍ମିଶ୍ରଣରେ ଏ ଜାଗାଟି ମନ୍ଦିରଟି ଅବସ୍ଥିତ। ଗୋଟିଏ ହେଉଛି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ, ଅଲଗାଟା ହେଉଛି ଏଣ୍ଡର ପଞ୍ଚାୟତ। ୟାରି ଭିତରେ ଗୋଟିଏ ସେ ଗାଁଟି ହେଉଛି ଗୋଟିଏ ଗାଁ ହେଉଛି ନୀଳକଣ୍ଠପୁର, ଅନ୍ୟ ଗାଁଟି ହେଉଛି ଛଚିନା। ତେଣୁ ଦୋଷମାଳିରେ ମନ୍ଦିରଟି ରହିଛି ଦୁଇ ଭାଗ ମଝିରେ, ଯାହାଫଳରେ ରାଜା ଜମିଦାର କଳି ଭିତରେ ଠାକୁର ଆପେ ଆପେ ଗୋଟିଏ ଶକ୍ତି ଭିତରେ ଦୁଇଟି ଲିଙ୍ଗ ହେଇଗଲେ, ଯଥା ଯଥା ଶ୍ରୀ ଶୃଙ୍ଗାରେଶ୍ୱର ଏବଂ ହଟକେଶ୍ୱର। ଇଏ ହେଉଛନ୍ତି ପାତାଳି। ଏ ଅଞ୍ଚଳ ଭିତରେ ବା ଡେରାବିଶି ବ୍ଲକ ଭିତରେ ଏଭଳି କୌଣସି ମନ୍ଦିର ନାହିଁ ଯେଉଁ ଜାଗା କି ଗୋଟିଏ ଶକ୍ତିରେ ଦୁଇଟି ଲିଙ୍ଗ। ଏଠାରେ ବର୍ଷରେ ପ୍ରାୟ ଅନେକ ପର୍ବପର୍ବାଣି ହୁଏ। 12 ମାସରେ 12ଟି ସଂକ୍ରାନ୍ତି ହୁଏ। ତା ଭିତରୁ 4ଟି ହେଉଛି ମୁଖ୍ୟ ସଂକ୍ରାନ୍ତି ଏବଂ ପ୍ରତି ସୋମବାର ଶହ ଶହ ଲୋକ ବି ଏଠିକି ଆସନ୍ତି, ଭୋଗରାଗ କରନ୍ତି। ଯେହେତୁ ଏ ଠାକୁରଙ୍କର ମହିମା ମଧ୍ୟ ରହିଛି। ତା ଛଡ଼ା ଠାକୁରଙ୍କର ଗୋଟିଏ ହେଉଛି ଜାଗର, ଶିବରାତ୍ରି ଯାହାକୁ କୁହାଯାଏ, ସେଥିରେ ବହୁତ ଲୋକ ହୁଅନ୍ତି। ସେଠି ବି ପ୍ରସାଦ ସେବନ କରାଯାଏ। ସବୁ ପ୍ରକାର ସୁବିଧା ଅଛି। ଏବଂ ଆଉ ଗୋଟିଏ ହେଲା ଯେଉଁ ହେଉଛି ଆଉ ଗୋଟିଏ ହେଲା କ'ଣ ଯେଉଁ କାର୍ତ୍ତିକ ପୂର୍ଣ୍ଣିମା। ଏଇଟା ହେଉଛି ଠାକୁରଙ୍କର ଦୁଇଟା ହେଉଛି ବଡ଼ ବଡ଼ ପର୍ବ। ତା ଛଡ଼ା ଆରି ଭିତରେ ସାବିତ୍ରୀ, ଅନ୍ୟାନ୍ୟ ଦେବାଦେବୀ, ମଙ୍ଗଳା, ବାସୁଦେବ ଏ ଅଛନ୍ତି। କିନ୍ତୁ ଏଠୁ ମଧ୍ୟ ଗୋଟେ ବିମାନ ଓଳକାଳ ମେଲଣକୁ ଯାଏ ତା ଶୃଙ୍ଗାରେଶ୍ୱର ଠାକୁର ନାଁରେ, କିନ୍ତୁ ବାସୁଦେବ ଯାଆନ୍ତି, କିନ୍ତୁ ଠାକୁରଙ୍କର ସର୍ପ ମଧ୍ୟ ତା ଦେହରେ ଯାଏ। ଇଏ ହେଉଛି ବିରଳ ଜିନିଷଟା। ଏବଂ ସାବିତ୍ରୀରେ ମଧ୍ୟ ବହୁତ ଲୋକ ଆସନ୍ତି। ଏଠି ବହୁତ ଜନସମାଗମ ହୁଏ। ହଁ ହଁ ଅଛି, ପୂଜାପୂଜି ହୁଏ ବହୁତ। ଏ ଅଞ୍ଚଳ ଭିତରେ ସାବିତ୍ରୀ କୋଉଠି ନାହାନ୍ତି। ହଁ ଏଇ ସାମ୍ନାରେ ଅଛନ୍ତି, ଏଇଠି ମଧ୍ୟ ଅଛନ୍ତି। ଏଠି ମଧ୍ୟ ବହୁତ ଲୋକ ଆସନ୍ତି, ପୂଜାପୂଜି ହୁଏ। ବଡ଼ ଦୁଃଖର ବିଷୟ ହେଉଛି କ'ଣ, ଠାକୁରଙ୍କ ଯେଉଁ ଆଗଟା ଟିକେ ଏଇ ଅଷାଢ଼ ମାସରେ ପାଣି ହେଇଯାଏ, ମୁକଶାଳା ପାଣିଟା ହେଇଯାଏ। ଏବଂ ପଛକଡ଼େ ଯେଉଁ ଜାଗାଟା ରହିଛି ଆମେ ତାକୁ ଚେଷ୍ଟା କରୁଛୁ କିନ୍ତୁ ଭୋଗ ମଣ୍ଡପ କରିବା ପାଇଁ ଗୋଟେ ଲାଇଟ୍ ସିଷ୍ଟମ ଗୋଟେ ନାହିଁ। ଯେତେ କହିଲେ ମଧ୍ୟ କେହି ଶୁଣୁନାହାନ୍ତି। ତେଣୁ ସରକାରଙ୍କ ତରଫରୁ ଯଦି ଏଇ ଦୁଇଟା ଜିନିଷ ହେଇଯାଏ ତାହେଲେ ଆଉ ଠାକୁରଙ୍କର ଆଉ ଅସୁବିଧା କିଛି ହବନି। ହଁ ଜଣେଇଛୁ ଏଇ ଯୋଉ ଆମର ଅରବିନ୍ଦ ମହାପାତ୍ରଙ୍କୁ ଜଣେଇଛୁ। ଏମପି ଏଠିକି ଆସିନାହାନ୍ତି। ଏମପି ଏଠି ଆସିଲା ତାଙ୍କ ପ୍ରତିନିଧି ମାଧ୍ୟମରେ କହିଛୁ। ହଁ ସେ କହିଲେ ଯେ ଚେଷ୍ଟା କରୁଛୁ। ଏବେ ଶୁଣୁଛୁ ସେ ଭୋଗ ମଣ୍ଡପ ହଉଛି, କିନ୍ତୁ ସେ ଯୋଉ କଥା କହୁଛନ୍ତି ସେଟା ହେଇପାରୁନି। ଆମର କାହିଁ ପସନ୍ଦ ହଉନି। ସେ ଏମପିଏସ୍ ଆସିକି କହୁଥିଲେ ଯେ 12 ଫୁଟରେ ମାତ୍ର 24 ଫୁଟ। 12 ଫୁଟ ସେ ଜାଗାଟା ତ ହବନି। ଜାଗା ବହୁତ ସ୍ପେସ୍ ଅଛି। ସେଠି ଜାଗର ଦିନ ଲୋକମାନେ ଯୋଉଠି ଭୋଗ ମଣ୍ଡପ ହବ ସେ ଜାଗାରେ ଦୀପ ବହୁତ ଶହ ଶହ ଲୋକ ଆସନ୍ତି, ଦୀପ ଜାଳନ୍ତି। ସେ ଜାଗାଟା ହେଇପାରୁନାହିଁ। ତେଣୁ ସରକାର ତରଫରୁ ଯଦି କିଛି ଚେଷ୍ଟା କରାଯାଏ ତାହେଲେ ଭଲ ହୁଅନ୍ତା। ହଁ ହଁ ବିଧାୟକଙ୍କୁ ଜଣେଇଛୁ। ବିଧାୟକ କହିଲେ ଆମେ ଚେଷ୍ଟା କରିବୁ। କେତେ ବର୍ଷ ସଠିକ ତ କେହି କହିପାରିବେ ନାହିଁ, କିନ୍ତୁ ପ୍ରାୟ ଅନୁମାନ କରାଯାଉଛି 500 ବର୍ଷରୁ ତଳ, ମାନେ ଏପଟରେ ନୁହେଁ। କାହିଁକିନା ରାଜା ବ୍ରାହ୍ମଣ ମାନଙ୍କୁ ଆଣି ଏଠି ରଖିଥିଲେ। କ୍ରମେ 7ଟି ବ୍ରାହ୍ମଣ ଆଣି ରଖିଥିଲେ, ଏବେ 25 ଘର ହେଇଗଲେଣି। ହଁ ମୋ ଜାଣିବାର ତ 5-10ଟା ପିଢ଼ି ଗଲାଣି, କିନ୍ତୁ ତା ପୂର୍ବରୁ କ'ଣ ଆମେ କ'ଣ କହିପାରିବୁ? କିଛି କହିପାରୁ ନାହିଁ। କିନ୍ତୁ ଠାକୁରଙ୍କର ନିତ୍ୟାନି ଭୋଗ ହେଉଛି 3 କିଲୋ ଚାଉଳ, ଡାଲମା ସକାଳେ। ହଁ ଅରୁଆ ଡାଲମା ହବ। ଯିଏ ରହିଲା ଦୁଃଖୀ ରଖି ସିଏ ବି ଆସି ଜୁଟିଲେ ଭିକାରୀ ସିଏ ମଧ୍ୟ ଖାଆନ୍ତି। ଏବଂ ଆମ ଭିତରେ ବଣ୍ଟାକୁଣ୍ଟ ବି ହୁଏ। ଠାକୁରଙ୍କର 7-8 ଏକର ଜମି ଅଛି।